ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଂଗ୍ରେସ ଶାଖା ପକ୍ଷରୁ ସୋମବାର ସନ୍ଧ୍ୟାରେ ଜଳେଶ୍ୱରପୁର କଂଗ୍ରେସ ଭବନରେ ଏକ ଖବରଦାତା ସମ୍ମିଳନୀ କରାଯାଇ କଂଗ୍ରେସ ନେତୃବୃନ୍ଦ ଭାଜପା ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି। 2 ବର୍ଷରେ ଡବଲ ଇଞ୍ଜିନ ସରକାର ପୂର୍ତ୍ତି ପାଳୁଥିବା ବେଳେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଜଳସେଚନ ଓ ଆବାସ ଯୋଜନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାର ଅଭିଯୋଗ କରିଛନ୍ତି। ନାରୀ ଆଜି ଅସୁରକ୍ଷିତ, ନିର୍ଯାତିତ ଓ ଉତ୍ପୀଡ଼ିତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସହିତ ଖେଳ ଖେଳି କେନ୍ଦ୍ର ଶିକ୍ଷାମନ୍ତ୍ରୀ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର କରିଛନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଣିଗାର ସଦୃଶ ହୋଇଯାଇଛି। ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ବୃଦ୍ଧବୃଦ୍ଧାମାନେ ମାସ ମାସ ଧରି ଡହଳ ବିକଳ ହେଉଥିବା ବେଳେ ମୋହନ ସରକାର ନିଦାବିଷ୍ଣୁ ସାଜିବା ଗରିବଙ୍କ ପ୍ରତି ସରକାରଙ୍କର ଚରମ ଉପହାସ ବୋଲି କଂଗ୍ରେସ ଅଭିଯୋଗ କରିଛି। ମହିଳାମାନଙ୍କୁ ମଦ ବିକ୍ରି ଲାଗି ସରକାର ଲାଇସେନ୍ସ ଦେବା ସଭ୍ୟ ସମାଜରେ ଏଭଳି ଘୃଣ୍ୟତମ ବ୍ୟବସ୍ଥାକୁ ଆପଣାଇ ନାରୀ ସମାଜ ପ୍ରତି ଅପମାନ କରିଛି ଭାଜପା ସରକାର। ଭୋଗରାଇ ବ୍ଲକରେ ପାନୀୟ ଜଳର ସଙ୍କଟ ଦେଖାଦେଇଥିବା ବେଳେ ଦକ୍ଷିଣ ଭୋଗରାଇର 32ଟି ପଞ୍ଚାୟତର ଚାଷ ଜମିରୁ ପାଣି ନିଷ୍କାସନ ଯୋଜନାରେ ଆସିଥିବା ଅନୁମୋଦିତ 99.77 ଲକ୍ଷ ଅର୍ଥ କେବଳ ଡ୍ରୋନ୍ ସର୍ଭେରେ ସୀମିତ ରହିଛି। ଏତଦ୍ ଭିନ୍ନ ଚାଷ ଜମିରୁ ଉଦ୍ବୃତ୍ତ ଜଳ ନିଷ୍କାସନ ପାଇଁ ଖାଳ ନାଳ ନ ଖୋଳି କନଷ୍ଟ୍ରକ୍ସନ କାର୍ଯ୍ୟ କାହା ସ୍ୱାର୍ଥରେ ହେଉଛି ବୋଲି କଂଗ୍ରେସ ଜବାବ ମାଗିଛି। ବିଦ୍ୟୁତ ବିଭାଗର ସ୍ମାର୍ଟ ମିଟର ସଂଯୋଗ, ଅଘୋଷିତ ବିଜୁଳି କାଟ କରି ଭାଜପା ସରକାର ଲୋକଙ୍କୁ କଲବଲ କରୁଥିବା ବେଳେ ଉନ୍ନୟନ କାର୍ଯ୍ୟରେ ଅର୍ଥ ହରିଲୁଟ କରି ନେତାମାନେ ମାଲେମାଲେ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ କଂଗ୍ରେସ ଏଣିକି ଚୁପ୍ ବସିବ ନାହିଁ। ଭାଜପା ସରକାର ଜନସ୍ୱାର୍ଥ ବିରୋଧୀ ନୀତି ବିରୁଦ୍ଧରେ କଂଗ୍ରେସ ବୃହତ୍ତର ଆନ୍ଦୋଳନ ଗଢ଼ି ତୋଳିବ ବୋଲି ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତୃମଣ୍ଡଳୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ସନ୍ତୋଷ କୁମାର ଜେନାଙ୍କ ସହିତ ବରିଷ୍ଠ ନେତା ପ୍ରଦୀପ କୁମାର ନାୟକ, ରାଧା ବିନୋଦ ଦାସ, ଶିଶିର ଦାସ ମହାପାତ୍ର, ମମତା ସାହୁ, ରାଜେନ୍ଦ୍ର ଦଳାଇ, ମୀନାରାଣୀ ସୁର, ଜୟଦେବ ଦାସ, ଦୀପକ ଜେନା, କମଳଲୋଚନ ମହାପାତ୍ର, ମହିଧର ଜେନା ପ୍ରମୁଖ ମତ ରଖିଥିଲେ। ବିଜେପି ସରକାର 2 ବର୍ଷ ପୂର୍ତ୍ତି ସମ୍ପୂର୍ଣ୍ଣ ବିଫଳ ସରକାର ସାଜିଛି। ନିର୍ବାଚନର ପ୍ରତିଶ୍ରୁତି ଜନସାଧାରଣଙ୍କ ପାଇଁ ପ୍ରତାରଣା ସାଜିଛି। ସେ ବିରୁଦ୍ଧରେ କଂଗ୍ରେସ ଦଳ 11ଟି ପଏଣ୍ଟ ରଖିଛି ଭୋଗରାଇ ସାମୂହିକ ସମସ୍ୟା ପାଇଁ। ଭୋଗରାଇ ପ୍ରଥମ ସମସ୍ୟା, ସୁବର୍ଣ୍ଣରେଖା ସଂସ୍କାର ଯୋଜନାରେ 99.77 ଲକ୍ଷ ଟଙ୍କା ସରକାରୀ ଅନୁମୋଦନ ପ୍ରାପ୍ତ ହୋଇଥିଲା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ନ ହେବା ସରକାରର ଅପାରଗତା ଉପରେ ପ୍ରଶ୍ନ ଥୋଇଛି। ଜାଗା ନ କିଣି ଖାଳ ନ ଖୋଳି ନିର୍ମାଣ କାର୍ଯ୍ୟ କାହା ସ୍ୱାର୍ଥରେ, ଏ କଥା କଂଗ୍ରେସ ଦଳ ଦାବି କରୁଛି। ଶିକ୍ଷା, ଓଡ଼ିଶାର 314 ବ୍ଲକ ଭିତରେ ଭୋଗରାଇ ଏକମାତ୍ର ବଡ଼ ବ୍ଲକ ଯେଉଁଠି ବିଓ ପୋଷ୍ଟରେ ବିଓ ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ପିଲାଙ୍କ ପାଇଁ ପୋଷାକ ଏବଂ ବହି ମଧ୍ୟ ନାହିଁ। ସରକାର କାହିଁକି ଡିମ୍ବି ଡିମ୍ବି ପିଟୁଛନ୍ତି? ସ୍ୱାସ୍ଥ୍ୟ, ଆଜି ପର୍ଯ୍ୟନ୍ତ ବି ଜଳେଶ୍ୱରପୁର ସିଆଇସି ଏବଂ କମରଦା ସିଆଇସିରେ FRU ସିଷ୍ଟମ ହୋଇପାରିଲା ନାହିଁ। ଗର୍ଭବତୀ ମା ମାନେ ଅସ୍ତ୍ରୋପଚାର ସୁବିଧା ଏଠି ପାଇପାରିବେ ନାହିଁ। ଅଲ୍ଟ୍ରାସାଉଣ୍ଡର ବ୍ୟବସ୍ଥା ନାହିଁ। ସୀମା ସମସ୍ୟା ଆଜି ବି ହୁବୁଡୁବୁ ହେଉଛି। ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆସି ଉଦୟପୁର ତାଙ୍କ ଅଞ୍ଚଳ ବୋଲି ସିଏ ନିଜେ ନିଜ ମୁହଁରେ ପ୍ରେସମିଟ୍ରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଡବଲ ଇଞ୍ଜିନ ସରକାର କ'ଣ କରୁଛନ୍ତି? ଜଗନ୍ନାଥ ଧାମ ଯଦି ମୋହନ ମାଝୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଉଠିଲା, କ'ଣ ମୁଖ୍ୟମନ୍ତ୍ରୀଙ୍କ କଣ୍ଡିସନରେ କାଲି ଶୁଭେନ୍ଦୁ ଅଧିକାରୀ ଉଦୟପୁରକୁ ତାଙ୍କ ଅଞ୍ଚଳ ବୋଲି ଘୋଷଣା କଲେ କି? କଂଗ୍ରେସ ଦଳ ଏକଥାକୁ ପ୍ରଶ୍ନ କରୁଛି। ଆଜି ବି କୋଷ୍ଟ କେନାଲ ଅବସ୍ଥା 50ରୁ 60ଟା ଲିଫ୍ଟ ଇରିଗେସନ ପଏଣ୍ଟ, ଗୋଟିଏ ଗୋଟିଏ ପଏଣ୍ଟରେ ଓଡ଼ିଶା ସରକାର 10ରୁ 15 ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। କୋଷ୍ଟ କେନାଲର ପୁନରୁଦ୍ଧାର ହୋଇପାରୁନାହିଁ। ଚାଷୀ କୂଳ ହନ୍ତସନ୍ତ। ଆଜି ବି 50-60ଟି ପଏଣ୍ଟ ବନ୍ଦ ହେବାରେ ବସିଛି। ରାଜ୍ୟରେ ବିକାଶ ନାହିଁ। ରାତି ଅଧିଆ ଅଙ୍ଗନବାଡ଼ି କେନ୍ଦ୍ର କାମ ଏବଂ ବିକଶିତ ଗାଁ, ବିକଶିତ ଓଡ଼ିଶାର କାମର ମାନକୁ ଦେଖିଲେ ପିସି କେତେ ମାତ୍ରାରେ ବଢ଼ିଛି ତାହା ଜନସାଧାରଣ ମଧ୍ୟ ଚିନ୍ତା କରୁଛନ୍ତି। ରାଜ୍ୟ ସରକାର ପିସି ନେବେ ନାହିଁ କହିଥିଲେ। 300 ୟୁନିଟ୍ ବିଜୁଳି ଛାଡ଼ କଥା କହିଥିଲେ। ଆଜି ଗରମରେ ଅଘୋଷିତ ବିଜୁଳି କାଟ, ବାରମ୍ବାର ବିଜୁଳିର ଦର ବୃଦ୍ଧି, ଡିଜିଟାଲ ମିଟର ଆଜି ଜନସାଧାରଣଙ୍କୁ ଜର୍ଜରିତ କରୁଛି। ଆଜି ଗ୍ୟାସର ଦର, ପେଟ୍ରୋଲର ଦର, ଜନସାଧାରଣଙ୍କର ଖାଉଟି ସାମଗ୍ରୀର ଦର ଜନସାଧାରଣଙ୍କୁ ଡିମ୍ବି ଡିମ୍ବି ପୁଟୁଛି। ଗୋଟିଏ କଥା ହେଇଛି, ପ୍ରଧାନମନ୍ତ୍ରୀ 6 ଥର ଆସୁଛନ୍ତି, ଏଇଟାକୁ ଧରି 7 ଥର
हजार हजार कोटी टंका व्यय होउछि प्रधानमंत्री गस्तरे ओडिशार विकास टंकाटीए ही नाही। निर्मित यात्री निवास भूत कोठरी पलटिलानी सरकार आखि फिटू नाही, सरकारी दलर मध्य आखि फिटू नाही। भूसुंडेश्वर 50 कोटी घोषणा गला कुआडे? चिटफंड जमाकारी पैसा फेरस्त कहीं करूना। ए सरकार संपूर्ण भावे जनमारण नीति अवलंबन करिसंती, समस्त प्रतिश्रुति प्रतारणा पलटिछि। ए सरकार संपूर्ण विफल सरकार बोली कांग्रेस सरकार आज सांबादिक सम्मेलन दाबी करुछि, घोषणा करुछि। ब्यूरो रिपोर्ट संपर्क लाइव।